ରେଡି होଥିଲି ଯିବା ପାଇଁ ଗୋଟେ ବାର୍ଥଡେ ପାର୍ଟିକୁ। ତ ଫାଷ୍ଟ ମୋ ମୁହଁକୁ ବରଫରେ ଟିକେ ମୁଁ ଏମିତି ଘଷିଦେଲି, କାରଣ ବରଫରେ ଘଷିଲେ ବହୁତ ଭଲ ମେକଅପ୍ ବି ଆସିବ। ତ ମୋ ମୁହଁ ଦେଖିପାରୁଥିବେ ଆକ୍ଚୁଆଲି ଖରାରେ ଯାଇକି ପୁରା ଟ୍ୟାନ୍ ହେଇଯାଇଛି। ତ ମୁଁ ଏବେ ଟିକେ ବେସନ ହଳଦୀ ଲଗାଇଲା ପରେ ଠିକ୍ ହେଇଯାଇଛି। ତାପରେ ମୁଁ ଲାଇଟ୍ ମେକଅପ୍ ହିଁ ସବୁବେଳେ କରେ। ମୋତେ ମେକଅପ୍ ବି ଏତେ ଭଲସେ ଆସେନି, ତ ମୁଁ ଲାଇଟ୍ ହିଁ କରେ ଯେତିକି ମୋତେ ଆସେ। ତ ଫାଷ୍ଟ ମୁଁ ଏଇଠି NYBର ଗୋଟେ ପୁରା ମାନେ କିଟ୍ ପୁରା ନେଇ ଆସିଛି, ଯେଉଁଟାକି ମୋତେ ଟିକେ ଇଜି ବି ହେଉଛି। BB କ୍ରିମ୍ ଆଉ ପ୍ରାଇମର ମିଶିକି ତାକୁ ମିଶେଇକି ମୁଁ ଲଗେଇଦେଲି। ଯେହେତୁ ମୋର ବହୁତ ସ୍ୱେଟିଂ ହୁଏ, ତ ସେଥିପାଇଁ ମୁଁ ମିଶିକି ହିଁ ଲଗାଉଛି। ଆଉ ମୁଁ ପ୍ରାଇମର ଆଉ ବେବି କ୍ରିମ୍ ମିଶିକି ଲଗାଉଛି। ତ ଲଗେଇଲା ପରେ ଦେଖନ୍ତୁ ମୋ ଫେସ୍ କେମିତି ହେଉଛି ଆଗ ଅପେକ୍ଷା। ତାପରେ ମୁଁ କାଜଲ ଲଗେଇଲି, ମୋତେ କାଜଲ ଆକ୍ଚୁଆଲି ବହୁତ ପସନ୍ଦ। ତ କାଜଲ ସେଥିପାଇଁ ମୁଁ ଲଗେଇଥିଲି। ବାକି କାଜଲଟା ଯେଉଁଟା ଆଣିଛି ମୁଁ, ସେଇଟା ମୋ ଆଖିରେ ପୁରା ଖୋବି ହେଇଯାଉଛି। ତ ମୋତେ ପୁରା ବହୁତ ଜୋରରେ ଆଖିରୁ ପୁରା ପାଣି ବାହାରୁଥିଲା, ଦେଖିପାରୁଥିବେ କାଜଲ। ତାପରେ ମୋର ଥିଲା ଆଇଲାଇନର, ମୁଁ ଆଇଲାଇନର ଲଗେଇଥିଲି। ମୋତେ ଆଇଲାଇନର ଲଗେଇବା ପାଇଁ ବହୁତ ଭଲ ଲାଗେ, ବାକି ଟିକେ କଷ୍ଟ ପଡ଼େ କିନ୍ତୁ ମୁଁ ଲଗେଇପାରେ, ଭଲସେ ଲଗେଇପାରେ। ତାପରେ ଆଇଲାଇନର ପରେ ମୁଁ ମସ୍କାରା ଏମିତିରେ ବି ବେଶୀ ୟୁଜ୍ କରେନି, କାରଣ ମୋର ଆଇଲାଶେସ୍ ବହୁତ ଛୋଟ ଛୋଟ ବୋଲି। କିନ୍ତୁ ଆଜି ଟିକେ ଇଚ୍ଛା ହେଲା, ମୁଁ କହିଲି ଚାଲ ଯାଉଛେ ଯଦି ଟିକେ ଟିକେ ଲଗେଇଦେବା, ଆଜି ହିଁ ଟାଇମ୍ ଅଛି ଲଗେଇବା ପାଇଁକି, ତ ଟିକେ ଲଗେଇଦେବା। ତ ମୁଁ ମସ୍କାରା ଏଇଠି ଲଗେଇ ଦେଇଥିଲି। ତାପରେ ମୋ ପାଖରେ ଗୋଟେ ଲିପଷ୍ଟିକ୍ ଥିଲା, ତ ସେଇଟାକୁ ମୁଁ ୟୁଜ୍ କରିବି। ବାକି କମ୍ପାକ୍ଟ ପାଉଡର ମୁଁ ଟିକେ ଟିକେ ହିଁ ଲଗାଉଛି, ଟଚ୍ ପାଇଁ ଖାଲି, ବେଶୀ ଲଗେଇବିନି। ଅଳ୍ପ ଅଳ୍ପ ହିଁ ଖାଲି ଲଗାଉଛି, ଯେଉଁଠି ମୋର ଟିକେ ଟିକେ ଡାର୍କ ଦେଖାଉଛି ମୁଁ ସେଇଠି ହିଁ ଲଗାଉଛି। ତ ଦେଖିପାରୁଥିବେ ଆପଣମାନେ। ତାପରେ ମୋ ପାଖେ ଯେଉଁ ଲିପଷ୍ଟିକ୍ ଥିଲା ତାକୁ ମୁଁ ଟିକେ ଆଇ ସାଡୋ କରିକି ଲଗେଇଥିଲି, ମୋତେ ସେ କଲରଟା ବହୁତ ପସନ୍ଦ ବୋଲି। ତ ମୁଁ ଟିକେ ଟିକେ ଯେହେତୁ ଡାର୍କ ମାନେ ମୋର ସର୍କଲ୍ ହେଇଯାଇଛି ଆଖିରେ, ତ ସେଥିପାଇଁକି ଲଗେଇଲି ଟିକେ ଟିକେ। ବାକି ମୁଁ ଆଇଲାଇନର ଲଗେଇଥିଲି ବୋଲି ମୋତେ ଲାଗିଲା କି ବ୍ଲାକ୍‌କୁ ଏଇ କଲରଟା ଟିକେ ସୁଟ୍ କରିବ ବୋଲି। ତାପରେ ମୋ ପାଖରେ ଥିଲା ବେବି ଲିପ୍ସ ଆଉ ମୁଁ ମୋର ଲିପଷ୍ଟିକ୍ ଗୋଟେ ରେଡ୍ କଲର ଲଗେଇଲି। ଆଉ ମୁଁ ମେକଅପ୍ ଫିକ୍ସ କରିବା ପାଇଁକି ଲାଷ୍ଟକୁ ସ୍ପ୍ରେ କରିଦେଲି ମେକଅପ୍ ଫିକ୍ସ କରିବା ପାଇଁ। ତାପରେ ଦେଖନ୍ତୁ ମୋର ଲୁକ୍। ତାପରେ ମୁଁ ମୋ ହେୟାର ଷ୍ଟାଇଲ୍ କରିଥିଲି, ବାକି ମୋ ଚୁଟି ଯେହେତୁ ବହୁତ ଛୋଟ ଛୋଟ, ମୁଁ ଚୁଟି ହିଁ ଝାଡ଼ି ଦେଇଛି ବାକି। ତ ଦେଖିପାରୁଥିବେ ମୋ ମୁହଁର ଅବସ୍ଥା। ତ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍